ଆକାଉଣ୍ଟକୁ ଆସିବ 11,000 ଟଙ୍କା। ଆସନ୍ତୁ SBI ଆକାଉଣ୍ଟ ଆସିବ 11,000 ଟଙ୍କା। ଆକାଉଣ୍ଟ ଧାରକ ପାଇଁ ଖୁସି ଖବର। ଗ୍ରାହକଙ୍କ ଆକୃଷ୍ଟ କରିବାକୁ ସମୟ ସମୟରେ ବ୍ୟାଙ୍କ ପକ୍ଷରୁ ଅନେକ ଲୋଭନୀୟ ସ୍କିମ୍ ବିଷୟରେ ଘୋଷଣା କରାଯାଏ। ବର୍ତ୍ତମାନ ଏହିଭଳି ଏକ ଯୋଜନା ଆଣିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଏହି ଆର୍ଟିକଲ SBIରେ ଏହି ଯୋଜନା ବା ସ୍କିମ୍ ସମ୍ପର୍କରେ ଜାଣି ରଖ। ଯଦି ଆପଣ ବି ଜଣେ SBI ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଉଦ୍ଦିଷ୍ଟ। ସମସ୍ତ ସରକାରୀ ବ୍ୟାଙ୍କ ମାଧ୍ୟମରେ ସର୍ବଶୀର୍ଷରେ ରହିଛି SBI କାରଣ ଏହି ବ୍ୟାଙ୍କ ସୁଲଭ ମୂଲ୍ୟର ସୁଧ ପ୍ରଦାନ କରୁଥିବା ବେଳେ ଅନେକ ସୁବିଧାଜନକ ସ୍କିମ୍ ଘୋଷଣା କରିଥାଏ। ଏହି ବ୍ୟାଙ୍କରେ ସଞ୍ଚୟ ହେବ ବା ଦୀର୍ଘ ମିଆଦୀ ସଞ୍ଚୟ ରହେ ସବୁବେଳେ। ନିକଟସ୍ଥ ଗ୍ରାହକଙ୍କ ପାଇଁ ଏକ ଲୋଭନୀୟ ସ୍କିମ୍ ଘୋଷଣା କରିଥିଲେ SBI। ଏହି ଯୋଜନାରେ ବ୍ୟାଙ୍କ ପକ୍ଷରୁ 11,000 ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜମା ହେବ। ତେବେ କିଭଳି ଆସନ୍ତୁ ଜାଣିବା। ଟଙ୍କା ଆପଣଙ୍କ ପାଇଁ ପାରିବେ ଏ ବିଷୟରେ। ଏହି ଯୋଜନା ହେଉଛି SBIର ସ୍ୱଳ୍ପ ସଞ୍ଚୟ ଯୋଜନା ବା RD ସ୍କିମ୍। ଯୋଜନା ମାଧ୍ୟମରେ ଆପଣ ନିୟମିତ ଅନ୍ତରାଳରେ ଏକ ନିଶ୍ଚିତ ରାଶି ବ୍ୟାଙ୍କ ଜମା କରିବାକୁ ହେବ। ଏକ ନିର୍ଦ୍ଧାରିତ ସମୟ ପାଇଁ ଆପଣଙ୍କୁ ଏହି ଯୋଜନାରେ ନିୟମିତ ଟଙ୍କା ଜମା କରିବାକୁ ହେବ। ତେବେ ଜାଣି ରଖନ୍ତୁ ପୁରା। SBIର ସ୍ୱଳ୍ପ ସଞ୍ଚୟ ଯୋଜନା ନିବେଶ ରାଶି ଖୁବ୍ କମ୍ ସମୟ ଥାଏ ଯାହା ପ୍ରତ୍ୟେକ ବର୍ଗ ନିବେଶ କରିବାକୁ ସକ୍ଷମ ହୋଇଥାନ୍ତି। ସେହିଭଳି ଏଥିରେ ଆପଣ ଅଧିକ ରିଟର୍ଣ୍ଣ ମଧ୍ୟ ମିଳିବ। ତେବେ ଏହାର ହିସାବ ଜାଣିବା ଜରୁରୀ। ଏହି ଯୋଜନାରେ ଯଦି ପ୍ରତି ମାସରେ 1,000 ଟଙ୍କା ସଞ୍ଚୟ କରନ୍ତି ତେବେ ଏହିଭଳି ଭାବରେ ଆପଣଙ୍କ ଆକାଉଣ୍ଟକୁ 5 ବର୍ଷ ମଧ୍ୟରେ 60,000 ଟଙ୍କା ଜମା ହେବ, ଯେଉଁଥିରେ କି ବ୍ୟାଙ୍କ ଆପଣଙ୍କୁ 6.5% ସୁଧ ହାରରେ ପ୍ରଦାନ କରିବ। ଏହି ସୁଧ ହାର ହିସାବ କଲେ ଆପଣଙ୍କୁ ପ୍ରାୟ 10,998 ଟଙ୍କା ମିଳିବ। ଏହିଭଳି ଭାବରେ ଆପଣ ମୋଟ ସଞ୍ଚୟ ରିଟର୍ଣ୍ଣ ଟଙ୍କା 70,998 ଟଙ୍କା। ଫଳରେ ଆପଣ ସିଧାସଳଖ ଯାଇ ଜାଣି ରଖନ୍ତୁ ପୁରା। ଯଦି ଭଲ ଲାଗେ ତାହେଲେ ଆପଣ ଏଥିରେ ବି ସ୍କିମ୍ରେ ବି କାମ କରିପାରିବେ।